ମୁଁ ଜଷ୍ଟିସ୍ ଚାହୁଁଛି, ମୋ ପଇସା ଚାହୁଁଛି, ଆଉ ଯେତିକି ଇଜ୍ଜତ ମାନ ସମ୍ମାନ ଚାହୁଁଛି ସମସ୍ତଙ୍କ ପାଇଁ ମୁଁ ତାର ମାନା ନିକେଶ କରିବି। ଆଉ ତା ନାଁରେ ପାଖାପାଖି ମୋ ଭାଇ ଅଛନ୍ତି, ମୋ ବଡ଼ ତାଙ୍କର ସିଏ ବି ମୋତେ ଦେଖେଇଲା ଯେ ଫ୍ଲାଟ୍ ବୁଲେଇ ଦେଖେଇଲା। ମୁଁ ଜାଣିଲି ଯେ ଫ୍ଲାଟ୍ ସବୁ ତାଙ୍କ ନାଁରେ ଅଛି। ବିଲ୍ଡର ବି ମୋତେ କହିଲେ ହଁ ତାଙ୍କର ବିଶ୍ୱାସ ଦେଇଛି, କାରଣ ପଇସାଟା ମୁଁ ଫେରସ୍ତ ପାଇଯିବି, ଆଜି ନହେଲେ କାଲି ମୁଁ ପାଇଯିବି। ଆଉ ଯେତେ ପଇସା ପାଇଲେ ସେ ମାଗି ଦିଏ ତ ଗଲି, ସେ ମୋତେ କହିଲେ ହଁ ଲାଇଫ୍ ସେଟଲମେଣ୍ଟ କେତେ ଟଙ୍କା ଦେଇଛି? 2,68,00,000 ଟଙ୍କା ଦେଇଛି। ଡୁଙ୍ଗୁର ମିଶ୍ର ଆକାଉଣ୍ଟ ଦେଇଛି, କଣ୍ଟ୍ରାକ୍ଟର ଯିଏ ତାଙ୍କ ଘର କାମ କଲା ତା ଆକାଉଣ୍ଟ ପଠେଇଛି, ର ମ୍ୟାଟେରିଆଲ ଡୁଙ୍ଗୁର ମିଶ୍ର ଆକାଉଣ୍ଟ ମୁଁ ସବୁ 60,00,000। ଆପଣଙ୍କର ବିଜନେସ୍ କ'ଣ? ଆପଣଙ୍କର କ'ଣ କମ୍ପାନୀ କ'ଣ? ମୋର ଆଜ୍ଞା ଜମିବାଡ଼ି ବିଜନେସ୍ ଅଛି। ମୋର ନିଜର ମୁଁ ଆଡଭୋକେଟ୍, ମୋ ସ୍ତ୍ରୀ ନାଁରେ ଜମିବାଡ଼ି ବିଜନେସ୍ ମୁଁ କରେ। ଆଉ ଜମିବାଡ଼ି ଆମର ଘର ପାଖରେ ସାହାପୁର, ମୋ ଘର ପାଖରେ ମଳିପଡ଼ା, ସେଠି ଆଖପାଖରେ ମୋ ଜମିବାଡ଼ି ବିଜନେସ୍ ଆମର ଚାଲିଛି। ସେଟା ମୋର ପାର୍ଟନରସିପ୍ ଚାଲିଛି। ସେଟା ମୋର ଜଣେ ଭାଇ ଅଛନ୍ତି, ବଡ଼ ଭାଇ ବୁଝାବୁଝି କରୁଛନ୍ତି, ତାଙ୍କ କମ୍ପାନୀରେ ମୁଁ ଇନଭେଷ୍ଟମେଣ୍ଟ କରିଛି। ଇଏ ମ୍ୟାଡ଼ାମ୍ କୋଉ ପୋଷ୍ଟରେ ଆପଣ ପାଇଁ କାମ ଇଏ ମାର୍କେଟିଂ ମାନେ କି ଜମିର ବିକା ମୁଁ କହିଲି ସିଏ ଆମ କମ୍ପାନୀ 10 ଲକ୍ଷ ଟଙ୍କା ସେ ମୋ କମ୍ପାନୀ ଇନଭେଷ୍ଟମେଣ୍ଟ କରିଥିଲେ। 10 ଲକ୍ଷ ଏଗେନ୍ଷ୍ଟରେ ସେ ପ୍ରତ୍ୟେକ ମାସ ପାଖାପାଖି ଲକ୍ଷ ଟଙ୍କା ସେ ପ୍ରଫିଟ୍ ନେଉଥିଲେ। ଆଜ୍ଞା ଆଜ୍ଞା ସୁଧ ନେଉଥିଲା ସେ ମୋଠୁ ସୁଧ ନେଉଥିଲେ। ମ୍ୟାଡ଼ାମଙ୍କର ସୁଧ ଲଗାନ୍ତି ମାର୍କେଟରେ। ମ୍ୟାଡ଼ାମ ମାର୍କେଟରେ 20 ରୁ 25% ସୁଧ ଲଗାନ୍ତି। ଶହୀଦନଗର ଥାନାରେ ତାଙ୍କ ନାଁରେ କେସ୍ ବି ହେଇଛି ତା ଉପରେ। ଶହୀଦ ଥାନାରେ ଦୀପ୍ତି ରଞ୍ଜନ ପ୍ରତି ବୋଲି ଗୋଟେ ପିଲା ତାହେଲେ କେସ୍ କରିଛି, ତାକୁ ସେ 20% ଇଣ୍ଟରେଷ୍ଟ ମୋତେ ମାସକୁ ଦେବ, ନହେଲେ ତ ଭଉଣୀକୁ ଉଠେଇ ନେଇଯିବ। ଏଫଆଇଆର ବି ଦିଆଯାଇଛି ତା ଉପରେ। ଫ୍ରିଲାନ୍ସର କମ୍ପାନୀ ନାଁ ଗଲେ ଫଟୋ ଉଠେଇଛି। ମୋ ଫଟୋଟା ମୁଁ ସପୋଜ ଭାଇ ମାନଙ୍କ ସହିତ ଉଠେଇଲି, ମୋ ଯାହା ଉଠେଇଲି ତାଙ୍କୁ ଅସୁବିଧା କ'ଣ ହେଲା? ମୁଁ ମୋ ଫଟୋ ଉଠେଇଲି ମୋ ପାଇଁ, ମୋ ଫୋନ୍ ରଖିବା ପାଇଁ, ତ ତାଙ୍କର ପ୍ରୋବ୍ଲେମ୍ କ'ଣ? ସତ ହଉଛି ଏହା, ମୁଁ ଆପଣଙ୍କୁ ସତ ତା କଥା ଶୁଣିକି ଗଲେ ଆପଣ କହୁଛନ୍ତି ତା କଥା ସତ। ମୋ କଥା ଯୋଉଟା କୋଉଠି ଆଜ୍ଞା ମେଡିକାଲ ଫାଷ୍ଟ ପରେ ଦେଖିବେ ଯିବା କଥା। ପୁଲିସ ମାଗିଛି ଦଉନି, କେମିତି ଘରକୁ ଆକ୍ସେସ୍ କରିଦେବା? କେତେବେଳେ ପୁଲିସ ଆପଣ ଯୋଉ ପୁଲିସ ଆଲିଗେସନ ଲଗାଉଛି ଆପଣ ସେମାନଙ୍କୁ ଯାଇକି ପଚାରି ପାରନ୍ତୁ ଯେ ଆପଣ ଫୁଲ୍ ଭିଡିଓଟା କାଇଁ ଆକ୍ସେସ୍ କରିନାହାନ୍ତି। ମୁଁ ତ କହୁଛି ଫୁଲ୍ ଭିଡିଓ ଆକ୍ସେସ୍ ମୁଁ ଜାଣିନି ଆଜ୍ଞା ପୁଲିସ କାହିଁକି ଆକ୍ସେସ୍ କଲେ ମୁଁ ଜାଣିନି। ମୁଁ ତ ଫୁଲ୍ ଭିଡିଓରେ କ'ଣ ଅଛି ଆଉ ଯୋଉଟା ରିଲିଜ ହେଇଛି ସେଟା କ'ଣ ନାହିଁ? ଯୋଉଟା ଫୁଲ୍ ଭିଡିଓ ଅଛି ଗୋଟେ ଲୋକର ଟେଣ୍ଡେନ୍ସି ଜଣା ପଡିବ, ଇଣ୍ଟେନସନ ଜଣା ପଡିବ, ଗୋଟେ ଲୋକର ମୁଭମେଣ୍ଟ ଜଣା ପଡିବ। ଯଦି ଆଟେମ୍ପ୍ଟ ରେପ୍ ପରେ ଗୋଟେ ଲୋକ ଆସିକି ବସିକି ତଳେ କଥାବାର୍ତ୍ତା ହବ, ଆଜି ଚା ପିଇବ, ଝଗଡାଟି ପରେ ଜଣେ ରେପ୍ କଲା, ସେ ଚା ପିଇବ ଆସିକି ତଳେ ପୁଣି ଘରକୁ ଯିବ। କେତେ ସମୟର ଭିଡିଓ ତାହେଲେ ଆପଣ ଭାବୁଛନ୍ତି? ଟୋଟାଲ 3 ଘଣ୍ଟାର ଭିଡିଓ କାଢନ୍ତୁ ନା, ମାନେ ଘଟଣା ଘଟିବାର 2 ଘଣ୍ଟା ପୂର୍ବରୁ, ଘଟଣା ଘଟିବାର ଘଣ୍ଟେ ପରେ, ଟୋଟାଲ 3 ଘଣ୍ଟାର ଭିଡିଓ ସେ କାଢନ୍ତୁ, ତାପରେ ପ୍ରମାଣ ହେଇଯିବ ସତ କି ମିଛ କ'ଣ। ଆଉ ସେଇପାଇଁ ସେ ଥାନାରେ କେସ୍ ବି କରିଥିଲେ। ମୁଁ ମିସେସ୍ ଆରେଷ୍ଟ ବି ହେଇଥିଲୁ। ସେ ଆଡଭୋକେଟ୍ ମୋର ସୁମନ୍ତ ସ୍ୱାଇଁ, ସିଏ ଆମେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବି ଯିବୁ। ମାନେ ମୁଁ ଏହା ଗୋଟେ ମେସେଜ ଦଉଛି ଓଡ଼ିଶାବାସୀ ମାନଙ୍କୁ, ସମୟ ପଡ଼ିଲେ ଆଜ୍ଞା ସୁବିଧାରେ କେବେ କାହାକୁ ସାହାଯ୍ୟ କରନ୍ତୁନି। କରିଲେ ଯଦି କରିବେ ତାର ଉଚିତ ତାଙ୍କ ସହିତ ପ୍ରମାଣ ରଖନ୍ତୁ, କାଗଜପତ୍ର କଲମ କରନ୍ତୁ, 10ଟା ଲୋକଙ୍କ ଆଗରେ ଜଣେଇକି ପଇସା ଦିଅନ୍ତୁ, ନହେଲେ ଆପଣ ହଇରାଣ ହେଇଯିବେ। ଦରକାର ନିହାତି ଦରକାର। ସେ କହୁଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ଅଛି, ଆପଣ ମାରିଦେବାକୁ ଧମକ ଦଉଛନ୍ତି। ଆଜ୍ଞା ପଠେଇଲି ଏଗ୍ରିମେଣ୍ଟ କରିଛି, ଏଗ୍ରିମେଣ୍ଟ ବାପା ସହ କରିଛି, ଫ୍ଲାଟ୍ ଏଗ୍ରିମେଣ୍ଟ କରିଛି। ହଁ ଅଛି ଅଛି ଫ୍ଲାଟ୍ ଏଗ୍ରିମେଣ୍ଟ ଅଛି। ଆପଣ ଯୋଉ ମାନଙ୍କୁ ଯାଇକି ଶୁଣନ୍ତୁ, ମିଛ କଥା ଏଇଟା, ମିଛ କଥା। ଭିଡ଼ିଓର ରେକର୍ଡିଂ ସେ ମାତ୍ର ସେତିକି ଦେଇଛନ୍ତି ଯେତିକି ମାତ୍ର ସେ କଟିଂ କରି ଦେଇପାରିବେ। ଯୋଉ ଭିଡ଼ିଓଟା ଦେଇଛନ୍ତି ସେଥିରେ ହଉଛି ଓନ୍ଲି ଏଡିଟିଂ ଭିଡ଼ିଓଟା, ତାଙ୍କ ସେତିକି କଟିଂ କରିଛନ୍ତି ଯୋଉଟାକି ତାଙ୍କୁ ମୋତେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ମୁଁ ଗୋଟେ ଦୋଷୀ ବୋଲିକି। ଆଉ ତା ପାଇଁ ବି ମୁଁ ଅଲରେଡ଼ି ଦଣ୍ଡ ବି ପାଇସାରିଲିଣି। ମୁଁ ଜେଲ୍ ଯାଇକି ବି ଅଲରେଡ଼ି ଆସିଲି, ବିକଜ ସେଇ ଭିଡ଼ିଓରେ ଆପଣ ଅନୁସାରେ ସିଏ ମିଛ ପ୍ରମାଣ କଲେ ଯେ ଏଇଟା ଆଟେମ୍ପ୍ଟ ରେପ୍ ବୋଲି। କିନ୍ତୁ ସେ ଭିଡ଼ିଓଟା ଫୁଲ୍ ଭିଡ଼ିଓଟା ମଗା ଯାଉନି କାହିଁକି? ଫୁଲ୍ 3 ଘଣ୍ଟାର ଭିଡ଼ିଓଟା କାହିଁ ମଗା ଯାଉନି? ତା ଘରେ ମୁଁ ଯିବା ଆଉ ଆସିବାଟା, ଆଉ ଯଦି ତା ଘରେ ମୁଁ ଯଦି ଯାଇକି ଆସିଛି, ଯଦି ଗୋଟେ ଗୁଡ୍ ଫ୍ରେମ୍ରେ ଗୁଡ୍ ନୋଟ୍ରେ ମୁଁ ଯାଇଥିଲି, ତାହେଲେ କୋଉଠି ତା ଘରେ ମୁଁ ରେପ୍ ହେଲା? ଯଦି ରେପ୍ ହେଲା ତାପରେ 3 ଦିନ ପର୍ଯ୍ୟନ୍ତ କାହିଁକି ଏଫଆଇଆର ଦେଲେନି? କାହିଁକି ପିସିଆର ଫୋନ୍ କଲେନି? ମୁଁ ପଚାରୁଛି କାହିଁକି ପିସିଆର ଫୋନ୍ କଲେନି, କାହିଁକି ଏଫଆଇଆର ଦେଲେନି, କାହିଁକି ମୋତେ ଭିଡ଼ିଓ ପଠେଇକି ବ୍ଲାକମେଲ୍ କଲେ? ଫାଷ୍ଟ ମୋତେ ଡୁଙ୍ଗୁର ମ୍ୟାଡ଼ାମ ମୋର ଏମ୍ପ୍ଲୟି ଥିଲେ। ସେ ମୋର ଏମ୍ପ୍ଲୟି ହିସାବରେ ପ୍ରଥମେ ଲକ୍ଷ୍ମୀକାନ୍ତ ମହାନ୍ତି ଦ୍ୱାରା ସେ ଗୋଟେ ପିଲା ଯିଏକି ତାର ଏକ୍ସ ଲଭର, ସେ ମୋ ଘର ପାଖ ପଡ଼ୋଶୀ, ସେ ପିଲାଟା ଦ୍ୱାରା ସେ ମୋ ପାଖକୁ ଆସିଲେ। 2 ଜଣ କହିଲେ ଯେ ଆମେ ଆପଣଙ୍କ କମ୍ପାନୀରେ କାମ କରିବାକୁ ଚାହୁଁଛୁ, ଆମେ ଟିକେ ଭେକେଣ୍ଟ ଅଛୁ, ଖାଲି ଅଛୁ, ଆମେ କମ୍ପାନୀରେ କାମ କରିବାକୁ ଚାହୁଁଛୁ। ତ ସେଇ ସବୁ କାମ କରିବା ଭିତରେ ସେ ମୋତେ ଏହା କହିଲା
ଯେ ଆପଣ ଗୋଟେ ସାଲେରୀ ଫିକ୍ସ କରିଦିଅନ୍ତୁ ଯେଉଁଠିକି ଆମେ ଆପଣଙ୍କ ରେଗୁଲାରଲି କାମ କରିବୁ। ସେଠୁ 30,000 ସାଲେରୀ ମୋତେ ଫିକ୍ସ କରାହେଲା। 30,000 ସାଲେରୀ ସିଏ ଲକ୍ଷ୍ମୀକାନ୍ତ ମହାନ୍ତି ମୋ ପାଖରେ କାମ କରିବା ଷ୍ଟାର୍ଟ କଲେ। ଗୁଗୁରୁ ମିଶ୍ରର ଇଣ୍ଡିପେଣ୍ଡେଣ୍ଟ ଫ୍ଲାଟ୍ କାମ ଚାଲିଥିଲା ସେ ଟାଇମ୍ରେ, ତାଙ୍କ ବାପାଙ୍କ ନାଁରେ ଫ୍ଲାଟ୍ ଥିଲା, ଫ୍ଲାଟ୍ କାମ ଚାଲିଥିଲା। ସେ ଫ୍ଲାଟ୍ କାମ ଚାଲିଲା ଭିତରେ ତାଙ୍କର କନଷ୍ଟ୍ରକ୍ସନ୍ ଯେହେତୁ ସରିନି, ରେରାରେ ବହୁତ ପ୍ରୋବ୍ଲେମ୍ ଥିଲା ବୋଲିକି ସେଟା ବିକ୍ରି ହେଇପାରିଲା ନାହିଁ। ଆଡଭାନ୍ସ ଫାଡଭାନ୍ସ କିଛି ମିଳୁନଥିଲା। ତ ସିଏ କହିଲେ ଯେ ମୋ ବାପାଙ୍କ ଶେଷ ମୁହୂର୍ତ୍ତ ଆସିଗଲାଣି, ତାଙ୍କ ଇଚ୍ଛା ହଉ ନିଜ ଘର ରହିବା ପାଇଁ, ଯେହେତୁ ଆମେ ଗୋଟେ ଘର ଯାଉ ବିଲ୍ଡର ଦେଇଦେଇଛୁ, ତେଣୁ ଆପଣମାନେ ଟିକେ ଆମକୁ ସାହାଯ୍ୟ କରନ୍ତୁ। ମୋତେ କହିଲେ ଆପଣ ଟିକେ ସାହାଯ୍ୟ କରନ୍ତୁ, ଆମେ ଟିକେ ଘର କରିବା ପଇସା ଦିଅନ୍ତୁ। ଠିକ୍ ଅଛି, କେତେ ଟଙ୍କା ଦରକାର ଘର କରିବା ପାଇଁ? ନା ଯାହା ଖର୍ଚ୍ଚ ଆପଣ ବିୟର କରିବେ, ମୁଁ ଆପଣଙ୍କୁ ଦେଇଦେବି। ସବୁ ଜମି କିଣା ହେଲା, ମୁଁ ପଇସା ଦେବି। ମୋ ସାଙ୍ଗର ଜମିଟା, ମୁଁ ତାକୁ ପଇସା ଦେଲି ଜମି କିଣିଲା, ତା ଆକାଉଣ୍ଟ ସାଙ୍ଗ ଆକାଉଣ୍ଟ ମୁଁ ପଇସା ପଠେଇଛି ଆ ପାଇଁ ଲେଖିଛି ବି, ନୋଟ୍ କରିଛି ଲେଖିଛି ଲ୍ୟାଣ୍ଡ ପରଚେଜ୍ ପାଇଁ। ତାପରେ ଆପଣଙ୍କର ଘର କରିବା ପାଇଁ ସେ ମୋଠୁ ପଇସା ନେଲେ, ଘର କଣ୍ଟ୍ରାକ୍ଟର ପଇସା ଗଲା, ୟାଙ୍କ ପାଖକୁ ପଇସା ଗଲା, ଇଣ୍ଟେରିୟର କରାହେଲା। ସେ ଘର ଇଣ୍ଟେରିୟର ଖର୍ଚ୍ଚ ହେଲା ପାଖାପାଖି 50 ଲକ୍ଷ ଟଙ୍କା, 70 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ଇଣ୍ଟେରିୟର କାମରେ। ସେଥିରେ ବି ମୁଁ ପଇସା ୟୁଜ୍ କଲି। ଟୋଟାଲ ଉପରେ ମୁଁ ତାକୁ ଷ୍ଟେପ୍ ବାଇ ଷ୍ଟେପ୍ ପଇସା ଦେଇଛି, ଯୋଉଟାକି ଅଲ୍ ଆକାଉଣ୍ଟ ଦେଇଛି, ଆଗେ କ୍ୟାସ୍ ଦେଇନି କିଛି। ମୁଁ ତାକୁ 2,68,00,000 ଟଙ୍କା ଦେଇଥିଲି। ତା ଭିତରେ ହଁ ମ୍ୟାଡ଼ାମ୍ ଡିମାଣ୍ଡ କଲେ ଗାଡ଼ି ଦରକାର ମୋତେ, ମୁଁ କାର୍ ଚଲେଇବି, BMW ଗାଡ଼ି ଚଲେଇବି। BMW ଗାଡ଼ି କାହିଁ ଚଲେଇବ, ତମର ଘର କାମ ସରିନି? ନହେଲେ ମୁଁ BMW ଚଲେଇବି, ମୋର ଇଚ୍ଛା ଅଛି, ମୁଁ ଆପଣ BMW ଗାଡ଼ି ବସିବି। ମୁଁ ଆଉ ଠିକ୍ ଅଛି, ତମେ ତ ପଇସା, ମୋତେ ତ ପଇସା, କାହିଁକିନା ମୁଁ ଜାଣିଛି ଯଦି ମୁଁ 50 ଟଙ୍କା ଜଣ ପାଇଁ ଖର୍ଚ୍ଚ କରୁଛି, ସେ ଲୋକ କାଲି ସକାଳୁ 100 ଟଙ୍କା ପାଇବ ମୁଁ ଗ୍ୟାରେଣ୍ଟି। ମୁଁ ଜାଣିଛି, କାରଣ ସେ ଫ୍ଲାଟ୍ କାମଟା ମୁଁ ବୁଝୁଥିଲି କେମିତି ରେରାରୁ ପାସ୍ ହେଇକି ଫ୍ଲାଟ୍ ଆସିବ ବିକ୍ରି ପାଇଁ, ସେଟା ମୁଁ ବୁଝାବୁଝି କରିଥିଲି। କିନ୍ତୁ ଏତେ ପ୍ରୋବ୍ଲେମ୍ ସେ ଫ୍ଲାଟ୍ ଥିଲା ବୋଲିକି ମୁଁ ଜାଣିନଥିଲି। ସେ ଯାହା ବି ହଉ ମୁଁ ଦେଇଥିଲି ପଇସାଟା। ଆଜ୍ଞା, ପେମେଣ୍ଟଟା ମୁଁ ଦେଇଛି। ଏତେ ଟଙ୍କା ଦେଲେ ଘର ପଇସା ଦେଲେ କଣ ସମ୍ପର୍କ? ଆପଣ ନିବିଡ଼ କି ସମ୍ପର୍କ ଥିଲା କି? ତାଙ୍କ ବାପା ମୋତେ ଆଶ୍योର କଲେ ଯେ ମୋ ଝିଅ ଯାହା ଯାହା ଖର୍ଚ୍ଚ ବାର୍ଚ୍ଚ ହେଉଛି ଟିକେ ବୁଝାବୁଝି କରିଥିବେ, ମୁଁ ଆପଣଙ୍କୁ ସବୁ ପଇସା ଫେରେଇ ଦେବି। ବାପା କହିଲେ, ତାହେଲେ ଫ୍ଲାଟ୍ ବି ମୋ ନାଁରେ ଅଛି। ତା ବାପା ନିଜେ ତା ପାଖରେ ରହୁଥିଲେ, ଗୁଗୁଲ ପାଖରେ, ମାଲିକ ଫ୍ଲାଟ୍ର ସେଇଠି। ଜଣଙ୍କ ଆକାଉଣ୍ଟକୁ ଆଜି ନହେଲେ କାଲି 4-5 କୋଟି ଆସିବ। ନାଇଁ, ଝିଅ ଦେଖି ଦେବା ଗୁଗୁଲ ମିଶ୍ର ଏମିତି କ'ଣ କି? ସେ କ'ଣ ସାଙ୍ଗ ମାନେ କ'ଣ? ଗୁଗୁଲ ମିଶ୍ର ଆପଣ ଗୁଗୁଲ ମିଶ୍ର ଦେଖିଛନ୍ତି? ଦେଖିଛନ୍ତି ହଁ, ସେ କେମିତି ମାନେ ତାକୁ ଯଦି ମୁଁ 2,68,00,000 ଦେଇଦେବି, ନାଇଁ ଯଦି ମୁଁ ତାକୁ 2,68,00,000 ଦେଇଦେବି, ତାହେଲେ ତ ସେମିତି ତ ମୋଠୁ